ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତରେ ଥିବା ବସୁଧା ଯୋଗାଣ ମାଧ୍ୟମରେ ଲୋକଙ୍କୁ ସରକାର ଘରେ ଘରେ ଦେଉଛନ୍ତି ପିଇବା ପାଣି, କିନ୍ତୁ ବାସ୍ତବରେ ସେହି ପାଣି ବ୍ୟବହାର କରି କେତେ ଯେ ରୋଗ ବୈରାଗ ହେଉଛି ତାହା ସରକାରଙ୍କୁ ଜଣାନାହିଁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତୁଳଙ୍ଗ ପଞ୍ଚାୟତରୁ ପାଣି ସପ୍ଲାଏ ହେଉଥିବା ବିଭିନ୍ନ ଗ୍ରାମମାନଙ୍କରେ। କେଉଁଠି ଜିଆ ବାହାରିଲାଣି ତ ଆଉ କେଉଁଠି ପାଣି ମିଶା ପଙ୍କ, ଆଉ କେଉଁଠି ପୋକ। ବାରମ୍ବାର ସ୍ଥାନୀୟ ଲୋକ ଅଭିଯୋଗ କଲେ ମଧ୍ୟ ଶୁଣୁନି ପ୍ରଶାସନ। ସେହିପରି ଆଜକୁ 8 ମାସ ହେଲା ତୁଳଙ୍ଗ ବସୁଧା ଯୋଗାଣ ପମ୍ପ ହାଉସ୍ ପାଖରେ ପାଇପ୍ ଫାଟି ସେହି ବାଟ ଦେଇ ବହୁ ଅଳିଆ ଆବର୍ଜନା ଲୋକଙ୍କ ଘରକୁ ଯାଉଥିବା ବେଳେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଏଥିପ୍ରତି ନଜର ନାହିଁ। ଏହି ପାଣି କେବଳ ଗୋଟିଏ ପଞ୍ଚାୟତରେ ସମିତି ନଥିବା ବେଳେ ଏହାର ଆଖପାଖ ଗ୍ରାମରେ ଜଗନ୍ନାଥପୁର ପଞ୍ଚାୟତରେ ମଧ୍ୟ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। କିଛି ଉପାୟ ନ ପାଇ ତୁଳଙ୍ଗ ଗ୍ରାମର କିଛି ବାସିନ୍ଦା ବସୁଧା ଗ୍ରାହକ ସେବା କେନ୍ଦ୍ରକୁ ଫୋନ୍ କରି ଅଭିଯୋଗ ନମ୍ବର RWSS215462ରେ ରେଜିଷ୍ଟ୍ରେସନ କରିଥିଲେ ମଧ୍ୟ ପାନୀୟ ଜଳ ବିଭାଗ ଏହା ଉପରେ କିଛି ପଦକ୍ଷେପ ନ ନେବା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଚାପ ଉତ୍ତେଜନା ଦେଖାଦେଉଛି। ଜଗତସିଂହପୁରରୁ ଭାନୁଶଙ୍କର ରାଉତରାୟଙ୍କ ରିପୋର୍ଟ, ଓଡ଼ିଶା ଏକାମ୍ର ଲାଇଭ୍।